କରୁଛନ୍ତି। ଭାରତୀୟ ସଂସ୍କୃତିରେ ଆଜିର ଦିନଟିକୁ ଅତ୍ୟନ୍ତ ଆଧ୍ୟାତ୍ମିକ ପର୍ବ ବୋଲି କହନ୍ତି। ଆଜିର ଏହି ପର୍ବରେ ଆମେ ବଡ଼ କଥା ହେଲା ଏଇ ଯେଉଁ RC ସାମନ୍ତରାୟ କଲେଜରେ ଏମିତି ପ୍ରାୟ କଲେଜରେ ହୁଏ ନାହିଁ। ସବୁ କଲେଜରେ ଆଜିକାଲି ଯଜ୍ଞ ହେବା ପ୍ରବଚନ ହେବା ହିଁ ଖୁବ୍ ଉଚିତ କଥା। ତେଣୁ ଏଠିକାର ସମସ୍ତ କର୍ମକର୍ତ୍ତାମାନଙ୍କୁ ଅଧ୍ୟକ୍ଷ ଏବଂ ପରିଚାଳନା ସମିତିମାନଙ୍କୁ ଧନ୍ୟବାଦ ଦେଉଛି। ଆମେ ଏଠି 51 କୁଣ୍ଡିଏ ଯଜ୍ଞ କଲୁ ଏବଂ ପିଲାମାନଙ୍କୁ ନୈତିକ ଚରିତ୍ର ଜୀବନ ଗଠନର ସୂତ୍ର କିଛି କହିଲୁ। ଏହାଦ୍ୱାରା କ'ଣ ହେଲା ନା ଅଗ୍ନି ହେଉଛି ସବୁ ଦେବତାମାନଙ୍କର ମୁଖ। ସମସ୍ତ ଦେବତାମାନଙ୍କର ଆରାଧନା କରିବା ସହିତ ମନୁଷ୍ୟ କେମିତି ଦେବତ୍ୱରେ ପରିଣତ ହେବ, ମନୁଷ୍ୟ ଭିତରେ କେମିତି ଦେବତ୍ୱ ଜାଗ୍ରତ ହେବ, ସେଥିପାଇଁ ପିଲାମାନଙ୍କୁ ପୁଅ ଝିଅମାନଙ୍କୁ ଆମେ ଉପଦେଶ ଦେଲୁ। କାରଣ ସେମାନେ ଯଦି ଭବିଷ୍ୟତରେ ତିଆରି ହେବେ, ସେମାନେ ରାମକୃଷ୍ଣଙ୍କୁ ଆଣିବେ, ସୀତା ସାବିତ୍ରୀଙ୍କୁ ତିଆରି କରିବେ। ସେଥିପାଇଁ ସେମାନଙ୍କୁ ଆମେ ନୈତିକ ଚରିତ୍ର ଯୁକ୍ତ କରିବା, ଆଧ୍ୟାତ୍ମିକ ଚରିତ୍ର ଯୁକ୍ତ କରିବା ଏବଂ ଜୀବନ ଗଠନକୁ ତିଆରି କରିବା ପାଇଁ ଏଇ ପିଲାମାନେ ଯଦି ନିର୍ମାଣ ହେବେ ନା, ଏମାନେ ସମାଜରେ ବହୁତ ଦିବ୍ୟ ସନ୍ତାନ ଦେବେ। ଆମେ ଆଶା କରୁଛୁ ଏଇଭଳି ଭାବରେ କାର୍ଯ୍ୟକ୍ରମ ବାରମ୍ବାର ହେଲେ ସେମାନଙ୍କ ଭିତରେ ନୈତିକ ଚରିତ୍ର ବଢ଼ିବା ଏବଂ ଭଲ ମଣିଷ ହେବାର ସୁଯୋଗ ମିଳିବ।